ମୁଁ ସଚ୍ଚିକାନ୍ତ ସ୍ୱାଇଁ ଭୁବନେଶ୍ୱର ଯୁବମଞ୍ଚ ଜେନେରାଲ ସେକ୍ରେଟାରୀ ବିଜେପି। ସେଠି ରଣନୀତି ଆମର ରହିଲା ଆମର ଭାରତୀୟ ଜନତା ପାର୍ଟି ଭାରତ ବିଶ୍ୱର ଏକ ରାଷ୍ଟ୍ରୀୟ ବୃହତ ଦଳ। ସେଥିରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅମିତ ଶାହାଙ୍କ ନେତୃତ୍ୱରେ ଆଜି ଆମେ 15 ବର୍ଷ ଧରି ସରକାର କରିଛୁ। ସେଠି ଆମର ପ୍ରଥମ ମୂଳ ଲକ୍ଷ୍ୟ ଲୋକଙ୍କୁ ବୁଥ ସ୍ତରରେ ଆମେ ଯେତେ ଓଡ଼ିଶାରେ ଯେତେ ମନ୍ତ୍ରୀ ଆଉ ଆମର ବିଧାୟକମାନଙ୍କୁ ଧନ୍ୟବାଦ ଦେବି। ସେମାନେ ପ୍ରତ୍ୟେକ ବୁଥ ସ୍ତରରେ ଯାଇକି ଲୋକଙ୍କୁ ବୁଝେଇବା ସହିତ ଓଡ଼ିଆ ପ୍ରବାସୀମାନଙ୍କୁ ଏଥର ସରକାର ପାଇଁ ଚେଞ୍ଜ କରିବା ପାଇଁ ଏକ ମୂଳ ଲକ୍ଷ୍ୟ ରହିଥିଲା। ଦ୍ୱିତୀୟରେ ମୁଁ ଧନ୍ୟବାଦ ଦେବି ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏ ବି ପଚାରକୁ ଯାଇଥିଲେ, ତାଙ୍କୁ ବି ମୋହନ ଚରଣ ମାଝୀକୁ ଧନ୍ୟବାଦ ଦେବି। ଆମର ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କୁ ବେଶୀ ଧନ୍ୟବାଦ ଦେବି। ସେ 35ଟି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଇଥିଲେ। ସେ 35 ନିର୍ବାଚନ ମଣ୍ଡଳରୁ 33ଟି ନିର୍ବାଚନ ମଣ୍ଡଳ ତାଙ୍କ ନେତୃତ୍ୱରେ ଜିତିଛନ୍ତି ବିଧାୟକ, ତେଣୁ ତାଙ୍କୁ ମୁଁ ବେଶୀ ଧନ୍ୟବାଦ ଦେବି। ଓଡ଼ିଆ ମାନଙ୍କୁ ତାଙ୍କର ବୁଝେଇବା ମାନେ ଓଡ଼ିଆ ଲୋକ ମାନେ ଆମର ଯେତେ ବାଂଲାଦେଶୀ ଆଉ ରୋହିଙ୍ଗ୍ୟା କେମିତି ଆମର ପଶ୍ଚିମବଙ୍ଗରୁ ବିଦା ହେବେ, ତା ମୂଳ ଲକ୍ଷ୍ୟ ଓଡ଼ିଆ ଲୋକଙ୍କୁ ବୁଝାଉଥିଲା। ସେଥିରେ ଆମର ପ୍ରଥମ ମୂଳ ଲକ୍ଷ୍ୟ ରହିବ କେମିତି ରୋହିଙ୍ଗ୍ୟା ଆଉ ଆମର ବାଂଲାଦେଶୀକୁ ହଟେଇବା, ଆମର ଏଟା ମୂଳ ଲକ୍ଷ୍ୟ। ଦେଖନ୍ତୁ, ଆମର ଓଡ଼ିଶାରେ 24 ବର୍ଷର ସରକାର ଥିଲା ନବୀନ ପଟ୍ଟନାୟକ। ସିଏ କ'ଣ କଲେ, ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତକୁ ଘରେ ଘରେ ଭିକ ମଗେଇଲେ। କିଏ ଟଲିରେ, କିଏ ଗାଡ଼ିରେ ଭିକ ମଗେଇଲେ। ତାର ସେ ଫଳାଫଳ 24ରେ ପାଇଲେ, ପୁରା ନିପାତ ହେଲେ। ସେଠୁ ଓଡ଼ିଶାରେ ସରକାର କଲା ବିଜେପି। ସେମିତି ଦିଘାରେ ମମତା ବାନାର୍ଜୀ ମନ୍ଦିର କଲେ, ଜଗନ୍ନାଥ ମନ୍ଦିର କରିକି ନା ଏଟା ଜଗନ୍ନାଥ ଧାମ ଗୋଟିଏ ଜଗନ୍ନାଥ ଧାମ ପୁରୀରେ, ତାର ଫଳାଫଳ ସେ ପାଇଲେ 26ରେ, ପୁରା ନିପାତ ହେଲେ। ଝାଲମୁଢ଼ି ହେଲା ଆମର ଗୋଟେ କମାଲ ହେଲା ପଶ୍ଚିମବଙ୍ଗରେ ଝାଲମୁଢ଼ି। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ତଳସ୍ତର ଗରିବ ଲୋକଙ୍କ ପାଖରେ ବି ପହଞ୍ଚି ପାରନ୍ତି। ମାନେ ସାଧାରଣ ଝାଲମୁଢ଼ି ଦୋକାନରେ ବି ସେ ଝାଲମୁଢ଼ି ଖାଇଲେ ତାର ଏତେ ପ୍ରଚାର ଲୋକ କହିଲେ ଯେ ଇଏ ଆମର ପ୍ରଧାନମନ୍ତ୍ରୀ ହେଇକି ବି ସେ ଝାଲମୁଢ଼ି ଖାଇବାକୁ ଆସୁଛନ୍ତି। ଏଇଟା ଗୋଟେ ପ୍ରଚାର ଗୋଟେ ପଶ୍ଚିମବଙ୍ଗରେ ହେଲା। ତାର ବହୁତ ବେନିଫିଟ୍ ହେଲା, ଆମର ଭୋଟ ବ୍ୟାଙ୍କ ବଢ଼ିଗଲା। ଆମେ ଯୋଉ ମାତ୍ରାରେ ଚାହୁଁଥିଲୁ ଜିତିବା ପାଇଁ, ଆମର ଅଧିକ ସେଠି ବିଧାୟକ ଗଣ ସେଠି ପଳେଇ ଆସିଲେ, ଯାହାଫଳରେ ମମତା ଦିଦି ଆଉ ନାହାନ୍ତି। ସେ ଝାଲମୁଢ଼ିରେ ସେ ଶାନ୍ତି ହେଇଗଲେ।